ବର୍ତ୍ତମାନ ଆମେ ଜକିକିଆରେ ଅଛୁ। କଣ ପାଇଁ ଏତେବେଳେ ଯାକେ ଏତେ ଟାଇମ ୱେଟ୍ କରୁଛୁ କଣ ପାଇଁ? ବାଦଲର ହେ ଭିୟୁଟା ଯୋଉଟା ଦେଖିବେ ଭିଡିଓରେ ଦେଖିବେ ସେ ଉପର ଟପର ଭିୟୁଟା। ବର୍ତ୍ତମାନ ଟାଇମ ହେଇଗଲାନି 12ଟା। ଆମେ ତଳକୁ ରିଟର୍ଣ କଲୁ 8ଟା 7:30 ବେଳକୁ ରିଟର୍ଣ କଲୁ। ଆମର ଭାଗ୍ୟ ଏତେ ଖରାପ ଯେ ବାଇକ୍ ଥୁଆ ହେଇଛି ସେକରେ, ଚାବି ଯୋଉ ଆମ ରୁମମେଟ ଥିଲେ ବାଇକ୍ ଯୋଉ ରୁମ ଚାବି ଜାଗାରେ ବାଇକ୍ ଚାବି ଏକ୍ସଚେଞ୍ଜ ହେଇଗଲା। ସେଥିପାଇଁ ଆମେ ବସିଛୁ। ଆଉ ବିସ୍କୁଟ 10 ଟଙ୍କା 3-4ଟା ଉଡେଇ ସାରିଲୁଣୁ। ଆଉ ବର୍ତ୍ତମାନ ଦୋକାନ ଯିଏ ଦେଇଥିଲେ ମାନେ ଗାଡି ଏଇରା ସବୁ ପୁରା ଫୁଲ ଥିଲା। ଏକରୁ ଏନ୍ତି ଫୁଲ ମାନେ ଏକରୁ ଏନ୍ତି ପୁରା ଫୁଲ ଥିଲା। ବାଇକ୍ କାର ପୁରା ଫୁଲ। ବର୍ତ୍ତମାନ କେହି ନାହାନ୍ତି। ବର୍ତ୍ତମାନ ଦୋକାନ ବାଲା ବି ପଳେଇଲେଣି। ଦୋକାନ ବାଲା ଜାଗାରେ ଆମ ଭାଇ 2 ଜଣ ବଇଛନ୍ତି। ହତାଶ ହେଇକି ବଇଛନ୍ତି। ମାନେ ପୁରା ପୁରି ମନ ଶୁଖିଗଲାନି ଆଉ ବାଦଲ ବି ଶୁଖିକି ପଳେଇଲାନି। ବର୍ତ୍ତମାନ ଆମେ ଖରାରେ ବର୍ତ୍ତମାନ ଶୁଖୁଛୁ ଏଡେ। ଅଛନ୍ତି ଭାଇ ମାନେ ଯାଇଛନ୍ତି ଦାରିଙ୍ଗବାଡି ଯାଇଛନ୍ତି। ଦାରିଙ୍ଗବାଡିରୁ ଚାବି ଧରିକି ଆସିଲେ ବର୍ତ୍ତମାନ ୱେଟ୍ କରୁଛୁ ଭାଇ ମାନେ ଆସନ୍ତୁ। ଭାଇ ପୁରା ୱେଟ୍ କରି ପୁରା ରିଜିଡ୍ ଲାଗିଲାନି। ମାନେ 12ଟା 1 ପାଖାପାଖି ହେଇଗଲାଣି। ଫୋନ କଣ କେତେ ସମୟ ଲାଗିବ ଚାବିଟା ଆଣିବା ପାଇଁ? କେତେ ବାଟ ଆସିଲାଣି? କଣ କରିବା ମାନେ ପାଖାପାଖି ରିଜିଡ୍ ଲାଗିଲାନି। ସାଉଣ୍ଡ ହଉଛି ଆସିଲା ଫାଇନାଲି ଭାଇ ଚାବି ଆମର ପହଞ୍ଚିଗଲା ପାଖରେ। 12ଟା ବାଜିଗଲା ଭାଇ। ଟାଇମ୍ ଟା ଟିକେ ଦେଖେଇଦେ। ଯାଉଛୁ ବର୍ତ୍ତମାନ ଚାବି ରିସିଭ୍ କରିବା ପାଇଁ। ଟାଇମ୍ ଟା ଭାଇ ଦେଖେଇଦେଲ। ମାନେ ଆମେ ବାଦଲ ଦେଖି ଯାଇଛୁ ବାଦଲ ଆମକୁ ଦେଖେଇଦେଲା। ଦେଖ ଭାଇ ଟାଇମ୍ 12ଟା 11 ଗାଡି ଦେଖୁଛ କେହି ନାହାନ୍ତି। ମାନେ ଭିୟୁ ପଏଣ୍ଟରେ କେହି ନାହାନ୍ତି ଟୋଟାଲ। କେମିତି ଲାଗିଲା ବାଦଲ ଏତେ ଦେଖିକି? ହେଲ୍ପ କଲ ଭାଇ। ବାଦଲ ଭାଇ ବାଦଲକୁ ଛାଡ ଆମ ବାଦଲ ବାହାରି ପଡିଲା ଏଇଟା ଆଉ। ବାଦଲ ଭାଇ ଏଇଠି ଭାଇ ଚାବି ଦେଖ ଭାଇ ମିଳିଗଲା। ଏତେ ମାନେ ପୁରାପୁରି ଆଜି ଆମେ ଏଟା ବାଡେଇ ହେଇଥାନ୍ତୁ ରୁଲ ବାଡେଇ ହେଇଥାନ୍ତୁ। ନାଇଁ ହେ ପାଲ ତଳେ ଶୋଇଥାନ୍ତୁ ଆମେ। ଚାଲିଗଲା ବେଳକୁ ବହୁତ ବାଟ ଯେ କମ ବାଟ। ଚାଲନ୍ତୁ ଆଗରେ ଦେଖିବା ବାଲିଗୁଡା ମାର୍କେଟରେ ଦେଖାହବା। ବର୍ତ୍ତମାନ ଆମେ ଅଛୁ ଦାରିଙ୍ଗବାଡିରେ। ଆଉ ଦାରିଙ୍ଗବାଡ଼ିର ପୁରା ଅସମ ଭିୟୁ। ଗୋଟେ ପ୍ରୋବ୍ଲେମ ହେଲା ସେଥିପାଇଁ ଆମର ଟିକେ ଲେଟ୍ ହେଇଗଲା। ବର୍ତ୍ତମାନ 2ଟା ବାଜିଲାନି। ଏଇଠୁ ଆମର କୋରାପୁଟ ରାଇଡ୍ ଯିବାର ଅଛି। ଆପଣ ଦାରିଙ୍ଗବାଡି ଆସନ୍ତୁ ଆହୁରି ମସ୍ତ ଭିୟୁ ଅଛି। ଆପଣ ଆଗକୁ ଦେଖିବେ। ଆଉ ଭିୟୁ ତ ଦେଖୁଛନ୍ତି। ଆଉ ରେଜର୍ଟ କୁ ବି ଯିବା। ମୁଁ ତମକୁ ଦେଖେଇ ନଥିଲି ଦିନରେ ମାନେ ରାତିରେ ଦେଖେଇଥିଲି ରେଜର୍ଟ କେମିତି ଦେଖାଯାଉଛି। ଅବିକା କେମିତି ଦେଖାଯାଉଛି ଆପଣଙ୍କୁ ଗଲେ ଦେଖେଇବି। ଆଉ ଏଇଠୁ କୋରାପୁଟ ଯିବା ହାରି। କୋରାପୁଟ ଯିବା ହାରି କଣ ନା ଟାଇମ ଆମର ବର୍ତ୍ତମାନ ଯାଇ ମାନେ ୱେଷ୍ଟ ନୁହଁ ତ ଆମର ଟିକେ ମିଷ୍ଟେକ୍ ଯୋଗୁ କିଛିଟା ମାନେ ଡିଷ୍ଟାନ୍ସ ହେଇଗଲା। ଆଉ ଗାଡି ଚାବି ତ ଆମର ସେଠି ଗାଡି ଚାବି ପାଇଁ ୱେଟ୍ କରିବାକୁ ହେଲା 3 ଘଣ୍ଟା ଖଣ୍ଡେ। ଆଉ ବର୍ତ୍ତମାନ ରେଷ୍ଟ ତ ନବୁନୁ ରୁମକୁ ଯିବୁ ଫ୍ରେଶ ହେଇକି ଏଇଠୁ ଡାଇରେକ୍ଟ କୋରାପୁଟ ଯିବୁ। ଆଉ ଭିୟୁ ଦେଖନ୍ତୁ ଭିୟୁ କୋଉ ଭଳିଆ। ଏଇ କର ଭିୟୁ ଟା ଟିକେ ଦେଖେଇ ଦଉନ। ପିଲା ସବୁ ପଳେଇ ସାରିଲେଣି କଣ ସମସ୍ତଙ୍କର ମାନେ ରାତିରେ ମାନେ ଟେମ୍ପରେଚର 10 ପାଖାପାଖି ରହୁଛି। ଆଉ ପିଲା ସବୁ ଆସିବେ ରାତି ବହୁତ ହେଇଯିବ ସେଥିପାଇଁ ଗଲେନି ହାରି। ଆମେ ବର୍ତ୍ତମାନ 2 ଜଣ ଅଛୁ। ଆଉ ଭିୟୁର ତ ମଜା ସମସ୍ତେ ନଉଛନ୍ତି ନେଇ ସାରିଲେଣି ବି। ଆଉ ନେକ୍ସଟ ଟାଇମ ଆସିଲେ ସବୁ ଏକ୍ସପ୍ଲୋର କରିବୁ। ଆଉ କିଛିଟା ତତେ ରହିଯାଇଛି ଛାଡ଼ନ୍ତୁ ଆଉ ଗୋଟେ ରାଇଡ୍ ମାରିବା। ଆଉ ଗୋଟେ ରାଇଡ୍ ସବୁ କମ୍ପ୍ଲିଟ କରିବା। ବର୍ତ୍ତମାନ ଚାଲନ୍ତୁ ରେଜର୍ଟ କୁ ଯିବା। ଡ୍ରେସ ଚେଞ୍ଜ କରିବାନି କଣ ଟୋଟାଲ ଫ୍ରେଶ ହେଇକି ଖାଇକି କୋରାପୁଟ ଯିବା। ଯୋଉ ରେଜର୍ଟରେ ରହୁଥିଲୁ ଆପଣଙ୍କୁ ଦେଖିବା ପାଇଁ ଚାହୁଁଥିଲି କାହିଁକି ନା ସନ୍ଧ୍ୟାବେଳେ ହେଇଥିଲା ସେଥିପାଇଁ ଦେଖେଇ ପାରିନଥିଲି। ବର୍ତ୍ତମାନ ଆମେ ଯାଉଛୁ ରୁମକୁ ବହୁତ ଲେଟ୍ ହେଇଗଲାଣି। ଚେକ୍ ଆଉଟ୍ 8ଟା ଟାଇମ ଥିଲା। ଆପଣ ଟିକେ ମିଷ୍ଟେକ୍ ଯୋଗୁ ଏତେ ମାନେ ଟାଇମ ୱେଷ୍ଟ ହେଇଗଲା। ଚାଲନ୍ତୁ ଦେଖନ୍ତୁ କୋଉ ଭଳିଆ ଭିୟୁ ଅଛି। ଆଉ ମସ୍ତ ଭିୟୁ ଅଛି ଦେଖନ୍ତୁ। ପୁରା ଏଇ ଟୋଟାଲ 7ଟା ଯାକ ରୁମ ବୁକିଂ ହେଇଥିଲା। 29 ଜଣ ପିଲା ଆସିଥିଲୁ। ଏକର ଭିୟୁଟା ଟିକେ ଦେଖନ୍ତୁ। ପିଲା ଆମେ ଆସିଥିଲୁ 29 ଜଣ ଯାଇଥିଲୁ। ବନଫାୟାର କରାହେଇଥିଲା। ତାପରେ ଚିକେନ ବାରବିକ୍ୟୁ କରାହେଇଥିଲା। ଆଉ ରାତିରେ କ୍ୟାମ୍ପ ବି ଟାଣା ହେଇଥିଲା। କ୍ୟାମ୍ପ ଟା ଆମର ଥିଲା ସେ ବାହାରେ। କ୍ୟାମ୍ପ ଟା କାହିଁ ନାହିଁ। ଦେଖିଆ ଚାଲନ୍ତୁ କଣ ଅଛି। କ୍ୟାମ୍ପ ଅଛି କ୍ୟାମ୍ପ ଏଇଠି ଥୁଆ ହେଇଛି। ଆମ କ୍ୟାମ୍ପ ଟା ଏଇଠି ଉଡିକି ପଳେଇ ଆସିଛି। ଆଉ ବର୍ତ୍ତମାନ ଚେକ୍ ଆଉଟ୍ କରିବା ପାଇଁ ବହୁତ ଲେଟ୍ ହେଇଗଲାଣି। କୋରାପୁଟ ଯିବାର ଅଛି। ଆଉ ଚାଲନ୍ତୁ ରୁମ ଭିତରେ ଆପଣ ଦେଖୁଛୁ ରୁମ ର ଦୃଶ୍ୟ ଦେଖନ୍ତୁ। ରୁମ ବହୁତ ଏଇଟା ଆମ କ୍ୟାମ୍ପ ଟା ଭାଙ୍ଗିବା ପାଇଁ ପଡିବ। ଆଉ ଚାଲନ୍ତୁ ବହୁତ ଲେଟ୍ ହେଇଗଲାନି। ଭିୟୁ ଦେଖନ୍ତୁ ରୁମ ଦେଖନ୍ତୁ ଆମ ରୁମ ଏଇଟା। ଭିତରେ ଭାଇ ପଡିଛି ମାନେ ଟୋଟାଲ ଉଠା ହେଇନି। ବ୍ଲାଙ୍କେଟ ସବୁ ପଡିଛି। ରୁମ ଦେଖନ୍ତୁ। ରୁମ ଭଲ ବାଥରୁମ ଅଛି। ବାଥରୁମ ଟା ଦେଖେଇ ଦଉଛି ମାନେ ଏତେ ପରିଶ୍ରମ ଯଦି କରୁଛି ଦେଖେଇଦେବି ଟିକେ। ଦେଖନ୍ତୁ ବାଥରୁମ ଦେଖନ୍ତୁ ପୁରା ନିଟ୍ ଆଣ୍ଡ କ୍ଲିନ୍। ଲାଇଟ୍ ଅନ୍ କର। କବାଟ ଖୋଲ। ବର୍ତ୍ତମାନ ବ୍ୟାଗ୍ ପ୍ୟାକ୍ ହବ ବାହାରେ ଦେଖାହବା। ବର୍ତ୍ତମାନ ଆମେ
କୋରାପୁଟରୁ ଆଉ 30 କିଲୋମିଟର ପାଖାପାଖି ଅଛୁ। ଆଉ 2 ଦିନ ହେଲା ଠିକ୍ ସେ ଗାଧା ଫାଧା ହେଇନଥିଲା, ମାନେ ଟାଇମ୍ ଟିକେ ଥିଲା, ଟାଇମ୍ର ଟିକେ ଇସ୍ୟୁ ଥିଲା। ଆଉ ବର୍ତ୍ତମାନ ଆମେ କୋରାପୁଟ 30 କିଲୋମିଟର ଡିଷ୍ଟାନ୍ସ ଅଛୁ। ଆଉ ପାଖରେ ଗୋଟେ ଝରଣା ଥିଲା, ସେଥିପାଇଁ ସେଇଠି ଗାଧେଇ ପଇଲୁ। ଆଉ ଦେଖିପାରୁଥିବେ ଝରଣାର ଭିଉ ଏଇ ଟାଇପ୍ର, ଆମେ ସେଇଠି ଗାଧେଇଲୁ। ଆଉ ରାତି ହେଇଗଲା ବୋଲି ବାଟରେ ରହିଗଲୁ, ଆଉ ଯାଇପାଇଲୁନୁ ଯୋଉ ରାୟଗଡ଼ା ଦେଇକି ଯାଇପାଇଲୁନୁ। ସକାଳୁ ସକାଳୁ 5ଟାରୁ ବାହାରିକି ଆସିଲୁ। ଆଉ ପାଖାପାଖି ହେଇଗଲୁଣୁ। ଆଗ ଯିବା ଆମ କୋରାପୁଟ ଗଲେ ଶବର ଶ୍ରୀକ୍ଷେତ୍ର ଯିବା, ଜଗନ୍ନାଥଙ୍କ ଠାକୁରଙ୍କ ପାଖକୁ ଯିବା। ତାପରେ ଦେଖିବା କଣ କରିବା। କଣ ବର୍ତ୍ତମାନ ବାରଟା ବାଜିଲାନି, 30 କିଲୋମିଟର ଅଛି। ଆଉ ଗଲା ବେଳକୁ ଗୋଟେ ବାରଟା ଗୋଟେ ହେଇଗଲାନି, 2ଟା ଖାଇକି ହେଇଯିବ। ଆଉ ଆପଣ ଗୋଟେ ଭିଉ ଦେଖେଇବି, ଆପଣ ଦେଖିବେ କାହିଁକି ନା ଯେତେ ବି ଜଲ୍ଦି ଖାଅ, ଯେତେ ବି ମାନେ ଜଲ୍ଦିରେ କେବେ ରୁହନି, ଜଲ୍ଦିରେ ରହିଲେ ଅସୁବିଧାରେ ରହିବ, ଅସୁବିଧାରେ ପଡ଼ିବ ବି। ଆଉ ଆପଣ ଗୋଟେ ଭିଉ ଦେଖେଇବି, ଭିଉ ଏଇ ଟାଇପ୍ର ଭିଉ ମାନେ ମୁଣ୍ଡ ଖରାପ ଭିଉ। ଆଉ ପ୍ଲିଜ୍ କେୟାରରେ ଆସ, ଦେଖନ୍ତୁ ଆଉ ଭିଉଟା ଦେଖେଇଦେବି। ଟୋଟାଲେ ସତର ହୁଅନ୍ତୁନି, ଜଲ୍ଦିରେ ରୁହନ୍ତୁନି, ସେଭ୍ ଆସି ସେଭ୍ରେ ଯାଅ। ଆଉ ଚାଲନ୍ତୁ ଆଗରେ ଦେଖା ହେବା। ବର୍ତ୍ତମାନ ଆମେ କୋରାପୁଟରେ ପହଞ୍ଚି ସାରିଲୁନୁ। ଆଉ ଭିଉ ଆପଣଙ୍କୁ ଦେଖେଇବି, ଟିକେ ଭିଡ଼ିଓକୁ ସ୍କିପ୍ କରନ୍ତୁ ନାହିଁ। ଏମିତି ଭିଉ ମାନେ ଇମାଜିନ୍ କରିପାରିବେନି, କେବଳ ଏମିତିକା ଭିଉ କୋରାପୁଟରେ ହିଁ ମିଳେ। ଆଉ ଆସିଲୁ, ଡ୍ରେସ୍ ଫ୍ରେସ୍ ଚେଞ୍ଜ କଲୁ, ରୁମ୍ ବି ନେଲୁ। ରୁମ୍ କୋଉଠି ନେଇଛୁ ଆଉ କୋଉ ଭଳିଆ ଜାଗାରେ ନେଇଛୁ, ଆପଣ ରୁମ୍ ଦେଖିବେ ସକ୍ ହେଇଯିବେ। 500-600 ଯୋଉ କାଟାଗୋରୀରେ ରୁମ୍ ରହୁଛି, ଆମେ ରୁମ୍ ନେଇଛୁ, ରୁମ୍ 24 ଆୱାର୍ସକୁ ନେଇଛୁ 200 ଟଙ୍କା। ଆଉ ବହୁତ ଭଲ ଅଛି, ରୁମ୍ ବହୁତ ଭଲ ଅଛି। ମୁଁ ଆପଣଙ୍କୁ ଗଲେ ଦେଖେଇବି କୋଉଠି ରୁମ୍ ନିଆ ହେଇଛି। ଆଉ ଶାବର ଶ୍ରୀକ୍ଷେତ୍ର ଯିବା, ଶାବର ଶ୍ରୀକ୍ଷେତ୍ର ବି ଆପଣଙ୍କୁ ନେଇକି ଦେଖେଇବି। ଶାବର ଶ୍ରୀକ୍ଷେତ୍ର ପାଖରେ ହିଁ ରୁମ୍ ନିଆ ହେଇଛି, ଆପଣଙ୍କୁ ଗଲେ ସେଠି ଦେଖି। ବର୍ତ୍ତମାନ ଆମେ କୋଲାବ ଡ୍ୟାମ୍ ଯାଉଛୁ, କୋଲାବ ଡ୍ୟାମ୍ରେ ହିଁ ଭିଡ଼ିଓ କରିବା। ଆପଣଙ୍କୁ ଭିଉ ବି ଦେଖେଇବି କୋଲାବ ଡ୍ୟାମ୍ର, କାହିଁକିନା କୋରାପୁଟ ମୁଁ 3 ଥର ଆସିଲିନି, ମୋର ଏକ୍ସପିରିଏନ୍ସ ଟିକେ ଟିକେ ଅଛି। ଆଉ ଆପଣଙ୍କୁ ଭିଉଟା ଟିକେ ଦେଖାଉଛି, ଭିଉଟା ଦେଖନ୍ତୁ, ଭିଉଟା ଟିକେ ଦେଖେଇଲା ଆଗରୁ। ଏଇ ଭିଉ ଯୋଉ କ୍ୟାମେରାରେ ଦେଖୁଛନ୍ତି, କ୍ୟାମେରାରେ ଦେଖିଲେ କିଛି ବି ଟିକେ ଆପଣଙ୍କୁ ଇଫେକ୍ଟ କମ୍ ଲାଗିପାରେ, କାହିଁକିନା କ୍ୟାମେରା ଆଉ ଆଖିରେ ଦେଖିବା ବହୁତ ଫରକ। ଆଉ ଏଇଭଳିଆ ସୁନ୍ଦର ପ୍ଲେସ୍ କେବଳ ହିଁ କୋରାପୁଟରେ ଅଛି। ଟିକେ ଟାଇମ୍ ବାହାର କରି କୋରାପୁଟ ଆସନ୍ତୁ, ଚାଲନ୍ତୁ କୋଲାବ ଡ୍ୟାମ୍ ଯିବା। ବହୁତ ଟାଇମ୍ ହେଇଗଲାନି, 4ଟା ପାଖାପାଖି ହେଇଗଲାନି। କୋଲାବ ଡ୍ୟାମ୍ ଯିବା। କୋଲାବ ଡ୍ୟାମ୍ରେ ଶାବର ଶ୍ରୀକ୍ଷେତ୍ର ଗଲେ, ଶାବର ଶ୍ରୀକ୍ଷେତ୍ରରେ କୋଉଠି ରୁମ୍ ନିଆ ହେଇଛି ସେଇଠି ଆପଣଙ୍କୁ ଦେଖେଇବି। ଚାଲନ୍ତୁ କୋଲାବ ଡ୍ୟାମ୍ ଯିବା। ବର୍ତ୍ତମାନ ଆମେ କୋଲାବ ଡ୍ୟାମ୍ରେ ପହଞ୍ଚି ଗଲୁ, ଗେଟ୍ ପାଖରେ ଅଛୁ। ଗେଟ୍ ପାସ୍ ବି ବନା ହେଇ ସାରିଲାନି, ଆପଣଙ୍କୁ ଭିଉ ଦେଖଉଛି, ଗେଟ୍ ଭିଉଟା ଦେଖଉଛି। ସେଇଟା ପାସ୍ କରିବାକୁ ପଡ଼ିବ, ପାସ୍ ବି ଆମେ କରିସାରିଲୁଣି। ଚାଲନ୍ତୁ ଭିତରକୁ ଯିବା, ଭିତରେ ଦେଖିବା। କୋଲାବ ଡ୍ୟାମ୍କୁ ଯାଉଛି, କୋଲାବ ଡ୍ୟାମ୍ରେ ଆପଣଙ୍କୁ ଦେଖେଇବି। ବନ୍ଦ କରିକି ନେବି। ବର୍ତ୍ତମାନ ଆମେ କୋଲାବ ଡ୍ୟାମ୍ରେ ପହଞ୍ଚି ସାରିଲୁଣି, ଆପଣଙ୍କୁ ଭିଉ ଦେଖାଉଛି, ଦେଖନ୍ତୁ ଭିଉ। ଖରାଟା ସେକରୁ ପଡ଼ୁଛି, ସେଥିପାଇଁ ଦେଖାଯାଉନି। ପାର୍କକୁ ଯିବା, ପାର୍କ। ଏଇଠୁ ଏଇ ଟାଇପ୍ର ଭିଉ ଆସୁଛି। ଚାଲନ୍ତୁ ସେକରକୁ ଟିକେ ଯିବା, ସେକର ଦେଖିବା କେମିତି କ'ଣ ଭିଉ ଅଛି। ବର୍ତ୍ତମାନ ଆମେ କୋଲାବ ଡ୍ୟାମ୍ରେ ପହଞ୍ଚି ସାରିଲୁଣି, ଆପଣଙ୍କୁ ଭିଉ ବି ଦେଖାଉଛି। ଭିଡ଼ିଓ ସ୍କିପ୍ କରନ୍ତୁନି ପ୍ଲିଜ୍, ସ୍କିପ୍ କରନ୍ତୁନି। ଆପଣ ତଳ ଭିଉ ବି ଦେଖେଇବି, ଆଉ ଉପର ଭିଉଟା ଦେଖିନିଅନ୍ତୁ, ପାଣି କେଉଁଠି ଅଛି ଭିଉଟା ଦେଖିନିଅନ୍ତୁ। ଭିଉଟା ଏଇ ଟାଇପ୍ର ଭିଉ ଆସିବ। ଆଉ ସେକରକୁ ଛାଡ଼ୁନାହାନ୍ତି, ଯେ କରୁ କ୍ୟାମେରା ଅନ୍ ଅଛି, ସେକରକୁ ଛାଡ଼ୁନାହାନ୍ତି। ସେକରରେ ଭଲ ଭିଉ ଥିଲା, ଗଭର୍ଣ୍ଣମେଣ୍ଟ ଏବେ ବନ୍ଦ କରିଦେଇଛି, ସେକରକୁ ଛାଡ଼ୁନି। ଉପରେ ଗୋଟେ ଏମିତି ପାର୍କ ଗୋଟେ ଅଛି, ପାର୍କକୁ ଚାଲନ୍ତୁ ଯିବା, ପାର୍କ ଦେଖା ହେବା। ବର୍ତ୍ତମାନ ପାର୍କ ଏଣ୍ଟ୍ରି କରୁଛ, ଚାଲନ୍ତୁ ପାର୍କକୁ ଯିବା। ପାର୍କ ଭିଉ, ଏଣ୍ଟ୍ରି ଭିଉଟା ଦେଖନ୍ତୁ ଏଇ ଟାଇପ୍ର। ସେପର୍ଯ୍ୟନ୍ତ ମତେ ଲାଗୁଛି ସେକରୁ ଆମେ ପାର୍କ ଆସିଥିଲୁ 2 ଥର, କିନ୍ତୁ ପାର୍କରୁ ଆସିନଥିଲୁ। ପାର୍କ ଭିଉଟା ବି ମୋର ଫାଷ୍ଟ ଟାଇମ୍। ତଳକୁ ଯିବା, ଡ୍ୟାମ୍ ଭିଉ ବି ଦେଖିବା। ଆଉ ଗୋଟେ ବହୁତ ଭଲ ଭିଉ ଆପଣଙ୍କୁ ଦେଖେଇବି, ଡ୍ୟାମ୍ର ତଳେ ସେଇଟା ଗୋଟେ କେନାଲ ଅଛି, କେନାଲ ଉପରେ ପୁରା ଡ୍ୟାମ୍ଟା ହିଁ ସୋ ପୁରାପୁରି ହଉଛି ଯେ ନାଇଁ, ଡ୍ୟାମ୍ଟା ଏଇଭଳିଆ ଭିଉ ତାର ଆସୁଛି। ପାର୍କ ଭିଉଟା ଦେଖନ୍ତୁ, ଏଇ ଟାଇପ୍ର ପାର୍କ ଭିଉ। ସେ ତଳକୁ ଯିବା, ଚାଲନ୍ତୁ।
ବର୍ତ୍ତମାନ ଫାଇନାଲି ପୁରା ଡ୍ୟାମ୍ରେ ତଳେ ପହଞ୍ଚିଗଲୁ। ପାଣି ସହିତ ଛାଡ଼ୁନାହାନ୍ତି ଆଉ ଭିଉ ଭଲ ଅଛି କାହିଁକି ନା ଡ୍ୟାମ୍ ସେ ଆଗ ଭିଡ଼ିଓ ଦେଖେଇଥିଲି ଷ୍ଟକ୍ ପାଣ୍ଡା ଯାଇକି ସେ ବାଟରେ ଥିଲା। ବାଟରେ ଆସିଲା ବେଳକୁ ସେଇ ଡ୍ୟାମ୍ଟା ମସ୍ତ ଅଛି। ଆଉ ଭିଉଟା ଦେଖେଇ ଦେଖନ୍ତୁ ଟିକେ ଏଇ ଟାଇପ୍ର ଭିଉ। ଚାଲନ୍ତୁ ସେ ତଳକୁ ଯିବା, ତଳେ ଦେଖିବା କେଉଁ ଟାଇପ୍ର ଭିଉ ଆସୁଛି। এইଭଳିଆ ଭିଉ ଆସୁଛି। ଏଇଠୁ ତଳକୁ ଗଲେ କେମିତି ଭିଉ ଆସୁଛି ଦେଖିବା। ଫାଇନାଲି ଆମେ ଡ୍ୟାମ୍ ପୁରା ତଳେ ପହଞ୍ଚିଗଲୁ। ଭିଉ ବି ବହୁତ ଭଲ ଅଛି। ଆପଣଙ୍କୁ ଭିଉ ବି ଦେଖାଉଛି, ମାନେ ବହୁତ ବଡ଼ ଡ୍ୟାମ୍, ଛୋଟ ମୋଟ ଡ୍ୟାମ୍ ନୁହଁ। ଦେଖନ୍ତୁ ଉପର ଭିଉ ଦେଖନ୍ତୁ, ମାନେ ଇମାଜିନ୍ କରନ୍ତୁ ଡ୍ୟାମ୍ଟା କେଡ଼େ ହେଇଥିବ। ଆଉ ପାଣି ଦେଖୁଛନ୍ତି, ପାଣି ତଳକୁ ଯାଉନି। ଆଉ ଟିକେ ଟିକେ ପାଣି ଯାଉଛି, ଷ୍ଟକ୍ ହେଇକି ସେ କେନାଲ ଦେଇକି ଯାଉଛି। ଦେଖନ୍ତୁ ଭିଉ, ଇଏ ତ ସବୁ ଗେଟ୍ ରହୁଛି। ଏସବୁ ଗେଟ୍, ଏଇଠୁ ଗେଟ୍ ଖୋଲିଲେ ପାଣି ଏଇଠୁ ତଳକୁ ଆସୁଛି। ପୁରା ଭିଉଟା ଦେଖନ୍ତୁ, ଭିଉ ପୁରା ଅସମ୍ ଭିଉ। ଏଇପର ଭିଉଟା ଦେଖନ୍ତୁ, ସେ ଯେଉଁ କେନାଲ ଦେଖୁଛି ସେ କେନାଲଠିକି ଯିବା, ସେଇଠି ଆପଣଙ୍କୁ ଦେଖେଇବି କେମିତି ଭିଉ ଆସୁଛି। ଫଟୋ ସୁଟ୍ କରିଦେବା, ତାପରେ ସେଠି ଦେଖା ହେବା। ବର୍ତ୍ତମାନ କୋଲାବ ଡ୍ୟାମ୍ର ଯେଉଁ ଭିଉଟା ଆପଣ କହୁଥିଲେ ବ୍ରିଜ୍ ଉପରେ ଦେଖାଉଥିଲେ ସେକରେ, ଭିଉଟା ଦେଖିଦିଅନ୍ତୁ ଟିକେ। ଫାଷ୍ଟ ଭିଉ ଦେଖନ୍ତୁ ତାପରେ କହିବି। ମାନେ ଏଇ ଟାଇପ୍ର ଭିଉ ପାବରି, ଏଇ ଟାଇପ୍ର ଏମିତି ପାହାଡ଼ କରୁଥିବ, ଏଇ ଟାଇପ୍ର ଏମିତି ଭିଉ ପାବରି। ଆଉ ତ ମାନେ ସୂର୍ଯ୍ୟ ଅସ୍ତ ହେଇଗଲେଣି, ଆଉ ସେଥିପାଇଁ ଟିକେ ଲାଇଟ୍ର ଟିକେ ଇସ୍ୟୁ ରହୁଛି। ଡ୍ୟାମ୍ଟା ଦେଖନ୍ତୁ, ଏଇ ଟାଇପ୍ର ଡ୍ୟାମ୍, ପାଣି ଆସିଲେ ପ୍ରାୟ ଟାଇପ୍ର ଡ୍ୟାମ୍ ପୁରା ବନ୍ଦ ଅଛି। ବୁଝିପାରୁଥିବେ। ଚାଲନ୍ତୁ ଯିବା ରୁମ୍କୁ ଯିବା, ରୁମ୍ ଦେଖେଇବି ଆପଣଙ୍କୁ। ଆଉ ମନ୍ଦିର ବି ଯିବା, ଜଗନ୍ନାଥ ମନ୍ଦିର ଯିବା, ତାପରେ ଶ୍ରୀକ୍ଷେତ୍ର। ଚାଲନ୍ତୁ ସେଠି ଦେଖା ହେବା।